ଅଧିକାଂଶ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ଯେତେବେଳେ ଅଧିକ ଉତ୍ତେଜିତ ହୋଇଯାଇଥାନ୍ତି, ତେବେ ସେ ସମ୍ପର୍କ ବନାଇବା ସମୟରେ ମହିଳାଙ୍କ ଦୁଇ ସ୍ତନକୁ ବହୁତ ଜୋର ଜୋର ଦବାଇଥାନ୍ତି। ମହିଳାମାନେ ସେ ହୋଇଥାନ୍ତି ଯେଉଁମାନଙ୍କୁ ଶାରୀରିକ ସମ୍ପର୍କ ବନାଇବା ସବୁଠାରୁ ଅଧିକ ପସନ୍ଦ ଆସିଥାଏ ଓ ସେମାନେ ଏହାକୁ କରିବାକୁ ମଧ୍ୟ ଚାହିଁଥାନ୍ତି। ଯଦି ଆପଣଙ୍କ ଆଖିରେ ଅନ୍ୟମାନଙ୍କ ଭଉଣୀ ଏବଂ ଝିଅମାନେ ଫୋଟକା ହୁଅନ୍ତି, ତେବେ ବିଶ୍ୱାସ କରନ୍ତୁ, ଅନ୍ୟମାନଙ୍କ ଆଖିରେ ଆପଣଙ୍କ ଭଉଣୀ ଏବଂ ଝିଅମାନେ ମଧ୍ୟ କୌଣସି RDX ଠାରୁ କମ୍ ହେବେ ନାହିଁ। ତେଣୁ ଆପଣଙ୍କ ଚିନ୍ତାଧାରା ପରିବର୍ତ୍ତନ କରନ୍ତୁ, ସବୁକିଛି ଠିକ୍ ହୋଇଯିବ। ଏହା ତିକ୍ତ କିନ୍ତୁ ସତ୍ୟ ଅଟେ। ଯେଉଁ ମହିଳା ନିଜ ପ୍ରେମିକ ସହିତ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥାନ୍ତି କିମ୍ବା ମିଥ୍ୟା ମାମଲାରେ ଫସାଇଥାନ୍ତି, ତେବେ ସେ ସମାଜକୁ ଦେଖାଇବା ପାଇଁ ସାବିତ୍ରୀ ବ୍ରତ ମଧ୍ୟ ବହୁତ ଧୁମଧାମରେ ପାଳନ କରିଥାନ୍ତି। ଆଜିକାଲି କେହି କାହାକୁ ବିନା କାରଣରେ ଭଲ ପାଆନ୍ତି ନାହିଁ। କାହାର କାମନା ପୂରଣ ହେବା ଦରକାର ଅଛି, କିଏ ଟାଇମ୍ ପାସ୍ କରିବାକୁ ଚାହୁଁଛି, ଆଉ କାହାକୁ ଟଙ୍କା ଦରକାର ଅଛି। ଯଦି ଆପଣ କୌଣସି ମହିଳାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଛନ୍ତି, ତେବେ ତାଙ୍କ ସହିତ ରୋମାଣ୍ଟିକ୍ କଥା ହେବା ସମୟରେ ମଜାରେ ମଜାରେ ତାଙ୍କ ଗାଲ, ଓଠ ଓ ନାକକୁ ମଝିରେ ମଝିରେ ଚିପି ଦିଅନ୍ତୁ। ଯଦି ସେ ଆପଣଙ୍କୁ ସେତିକି ପସନ୍ଦ କରୁଥିବେ, ତେବେ ଆପଣଙ୍କ ଇସାରାକୁ ବୁଝିବା ସହିତ ଆପଣଙ୍କୁ ଏକୁଟିଆ ସମୟରେ ଘରକୁ ଡାକିବେ। ମିଳାମିଶା କୌଣସି ସମ୍ପର୍କକୁ ସତେଜ ରଖିଥାଏ। ଏଥିପାଇଁ ଚେଷ୍ଟା କରନ୍ତୁ କି ଆପଣ ନିଜ ସାଥୀ ସହିତ ଜଲ୍ଦି ଓ ଅଧିକ ସମୟ ବିତାନ୍ତୁ।